ହେଲା ନମସ୍କାର ଦର୍ଶକ ବନ୍ଧୁ। ତ ଦର୍ଶକ ବନ୍ଧୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ ଦର୍ଶକ ବନ୍ଧୁ ଆଜି ମୋ ପାଖରେ ଅଛନ୍ତି ଜଣେ ବର୍ଷିୟାନ କଳାକାର, ଯିଏକି ତାଙ୍କର ତୁଳସୀ ନାଟରେ ବହୁ ନାଟକ ସଫଳତା ଦେଇଥିଲା, ଅଧା ରାତିର ସାଥୀ। ତ ସ୍ୱାଗତ କରିବା ଆମ ଚ୍ୟାନେଲକୁ ହେଇ ବାସୁନାନାଙ୍କୁ। ତ ନା ପ୍ରଥମେ ମୋ ନମସ୍କାର। ଚ୍ୟାନେଲକୁ ସ୍ୱାଗତ କରିବି। ସ୍ୱାଗତ। ତ ନା ଆପଣଙ୍କ ପରିଚୟ ପ୍ରଥମେ ଦିଅ। ମୋ ପରିଚୟ ଓଡ଼ିଶାରେ ଆଉ କିଛି ଅମାଲୁମ ନାହିଁ, ତଥାପି ହାସ୍ୟ ଅଭିନେତା ବାସୁଦେବ ପ୍ରଧାନ, କେନ୍ଦ୍ରାପଡ଼ା ଜିଲ୍ଲା ତରଣ୍ଡ ଗ୍ରାମ ବାରୁଅ ପଞ୍ଚାୟତ। ଆପଣ ନା ପୂର୍ବ ବର୍ଷ କେଉଁ ଅନୁଷ୍ଠାନରେ କାର୍ଯ୍ୟ ମୁଁ କରୁଥିଲେ? ଶ୍ରୀମନ୍ଦିରରେ ଥିଲି। ଏ ବର୍ଷ ଏ ବର୍ଷ ମୁଁ ଆସିଛି ରାଜଦରବାର। ଶ୍ରୀମନ୍ଦିର ଆଉ ରାଜ ଦରବାର, ଆ ଭିତରେ ଆପଣଙ୍କୁ କେମିତି ଲାଗୁଛି? ଶ୍ରୀମନ୍ଦିର ମୋତେ ଭଲ ଲାଗୁଥିଲା, ଆଉ ଏଠିକି ଆସିବି ମୁଁ କାଲି ଆସି ପହଞ୍ଚିଲି। ଆଜ୍ଞା ପହଞ୍ଚିଲା ପରେ ମୋତେ ଯେଉଁ ଆମର ପେଣ୍ଡାଲ ଫେଣ୍ଡାଲ ଭଲ ମନ୍ଦ ଆଉ ଆର୍ଟିଷ୍ଟ ଦେଖିକିରି ମୋତେ ବି ଆଜ୍ଞା। ଖୁସି ଲାଗିଛି ବହୁତ। ତ ଏତେ ବଡ଼ ସୁଯୋଗ ଦେଲେ ଅପେରା ରାଜ ଦରବାରର ପ୍ରଯୋଜକ ଚିତ୍ତରଞ୍ଜନ ବାବୁ। ତ ବାବୁଙ୍କ ବିଷୟରେ କ'ଣ କହିବେ? ବାବୁ ବହୁତ ବଢ଼ିଆ ଲୋକ, ସାଧାରଣ ଲୋକ, ଭଦ୍ରାମୀ ଲୋକ। ଆଜ୍ଞା ତାଙ୍କରି କଥା ଉପରେ ମୁଁ ଏଠିକି ଆସିଲି। ଆଉ ମୁଁ କ'ଣ କହିବି, ବହୁତ ଦୁଇ ତିନିଟା ପାର୍ଟି ବି ଅଫର୍ ଥିଲା ଯିବା ପାଇଁ। ଆଜ୍ଞା। ତାଙ୍କର ମାନବିକତା, ତାଙ୍କର କଥାବାର୍ତ୍ତା ଶୁଣିକିରି ମୁଁ ଆସିଲି ଏଠି। ତ ଆପଣଙ୍କୁ ପୂର୍ବ ବର୍ଷ କେଉଁ ନାଟକ ସଫଳତା ଦେଇଥିଲା? ମୋତେ ସବୁବେଳେ ଆମର କହିଁ ଦାସ ଜଗନ୍ନାଥ, ଆଜ୍ଞା ଆଉ ଆମର ଇଏ ଜାନୁଆର, ଆଜ୍ଞା। ଏ ଦୁଇଟା ନାଟକ ମୋତେ କ୍ୟାରେକ୍ଟର ମୋର ଭଲ ପଡ଼ିଥିଲା, ଭଲ କାମ ମୁଁ କରିଛି, ଆଉ ଠାକୁରଙ୍କର ଭଲ ମାର୍କ ରହିଲା ମୋର। ଗତ ବର୍ଷ କାଲି ଯେଉଁ ନାଟକଟା ଆମର ପ୍ରଥମ ରିହର୍ସାଲ ହେଇଛି, ତୋ ପରି କେହି ନାହିଁ। ତୋ ପରି କେହି ନାହିଁ। ମାନେ କହିବାକୁ ଗଲେ ଗୋଟେ ପିଲା ଜନ୍ମ ନେଲା, ତାକୁ ଆମେ ଯେମିତି ଗଢ଼ିବା ଭବିଷ୍ୟତରେ ସିଏ ସେମିତି ନିଶ୍ଚିତ ନିଶ୍ଚିତ। କରିବ। ଆପଣ କେତେ ଆଶା ବାନ୍ଧିଛନ୍ତି ଯେ ସେଇ ତୋ ପରି କେହି ନାହିଁ ନାଟକଟା ସଫଳତା ଦେବ ବୋଲିକା? ତୋ ପରି କେହି ନାହିଁ ଆମର ଦୁଇଟା ସିନ୍ ହେଇଛି, ତଥାପି ଯେତିକି ହେଇଛି ମୋତେ କାହିଁ ଭଲ ଲାଗିଲା। ଷ୍ଟୋରି ଭଲ ହେବ, ଆଉ ଆଗକୁ କ'ଣ ହେବ କହି ହେଉନି। ସେଇ ଚର୍ଚ୍ଚିତ ରାଇଟର ୟୁନିକ୍ ପ୍ରଦୀପ ବେହେରା, ପ୍ରଦୀପ ସାର୍, ତାଙ୍କର ପ୍ରତ୍ୟେକଟି ନାଟକରେ ସଫଳତା ହାସଲ ହେଇଛି। ନିଶ୍ଚିତ ନିଶ୍ଚିତ। ପୂର୍ବ ବର୍ଷ ବି ଏ ନାଟକ ଥିଲା ଆଖି ପଲକରେ ଖୋଜୁଛି ତତେ, ସଫଳତା ସଫଳତା ଦେଇଥିଲା। ଆଉ ଏ ବର୍ଷ ବି ଚାଲିଛି ତୋ ପରି କେହି ନାହିଁ। କେହି ନାହିଁ ପ୍ରଥମ ନାଟକ ଚାଲିଛି। ଆଜ୍ଞା। ଯେଉଁଠି ସିନି ଆମର ରିହର୍ସାଲ ହେଇଛି, ଆଗକୁ କ'ଣ ହେବ ତଥାପି ଆଶାବାଦୀ ଆମେ ଅଛୁ, ସାର୍ଙ୍କ ନାଟକ ସଫଳତା ଦେବ। ନା ଅଧା ରାତିର ସାଥୀ, ଆଜ୍ଞା, ଯୋଉଠୁ ଆପଣ ଲୋକପ୍ରିୟ ହାସଲ କରିଥିଲେ, ସେଇ ନାଟକର ଗୋଟେ ଛୋଟ ସଂଳାପ। ନାଇଁ ବେ ସେମାନଙ୍କ ମୁହାଁକୁ ତୁ ଦେଖିପାରିବୁନୁ। ତ ଆପଣ ପୂର୍ବ ବର୍ଷ ଶ୍ରୀମନ୍ଦିର, ଆଜ୍ଞା, ଏ ବର୍ଷ ଅପେରା ରାଜ ଦରବାର। ସେଠି ଯେତେବେଳେ ଶ୍ରୀମନ୍ଦିରରୁ ଆସିଲେ ଏଠିକି, ଯାହା ବି କିଛି କଳାକାରମାନଙ୍କୁ ଆପଣଙ୍କ ସାଥୀ କଳାକାର ଥିବେ, ତାଙ୍କୁ ଛାଡ଼ିକି ଆସିଥିବେ, ତାଙ୍କୁ କେତେ ମନେ ପକାଉଛନ୍ତି? ମନେ ପଡ଼ୁଛି, ବହୁତ ଦୁଃଖିତ। କାହ୍ନା, ଆମର ରଜତ, ଅକ୍ଷୟ, ଭଲ ଭଲ କଳାକାର ସେମାନେ। ଆଉ ସେମାନଙ୍କ ସହିତ ମୁଁ କାମ କରି ଆସିଲି, ସେମାନେ ବହୁତ ସମ୍ମାନ ମୋତେ ଦେଇଛନ୍ତି। ଆଉ ବାସୁ ନନା ବୋଲି କହିଛନ୍ତି, ମୁଁ ସେମାନଙ୍କ ଅପେକ୍ଷା ବଡ଼, ବୟସରେ ବଡ଼ ଆଉ ସିନିୟର। ମୋତେ ବହୁତ ଖୁସି ଲାଗିଛି ସେ ପାର୍ଟିରେ, ଆଉ ସମସ୍ତେ ବି ମୋତେ ସମ୍ମାନ ଦେଇଛନ୍ତି। ଭଲ କଳାକାର ଥିଲେ ସବୁ, ଏଇଭଳିଆ କଥା। ଅପେରା ରାଜ ଦରବାରରେ ଯେଉଁ 4 ଖଣ୍ଡ ନାଟକ ହେବ, ତା ଦେହରେ ଆପଣଙ୍କୁ କିପରି ଚରିତ୍ର ମିଳିବ, କେମିତି କ'ଣ ଚରିତ୍ର ମିଳିବ ସେଇଟା ତ ମୁଁ କହିପାରିବି, କେମିତି ଅଙ୍ଗେଲି ବେବେ ସେଇଟା ତ ମୁଁ କହିପାରିବିନି। ଯାହା ପଡ଼ିବ, ମୋ ଭାଗ ଯାହା ପଡ଼ିବ, ମୁଁ ତାକୁ 100ରେ ସମ୍ପାଦନ କରିବା ପାଇଁ ମୁଁ ଚେଷ୍ଟା କରିବି। ଆଜ୍ଞା। ଏ ଯେଉଁ ନନା କହୁଛନ୍ତି ଯାତ୍ରା କମେଡ଼ିରେ ଅଶ୍ଳୀଳତା ଭାଷା ପ୍ରୟୋଗ କରୁଛନ୍ତି ବେଲିକା, ଆପଣ କ'ଣ କରନ୍ତି? ଅସୁବିଧା ପ୍ରୟୋଗ କିଛି ନାହିଁ। ଆମର ୟଙ୍ଗ କମେଡ଼ି ଯିଏ ରହୁଛନ୍ତି, ସିଏ ଟିକେ ଟିକେ ଏ ଯେଉଁ ନୂଆ ଜେନେରେସନ୍ ପାଇଁ ଟିକେ ନ କହିଲେ ତାଙ୍କୁ ହେଉନି, ଟୋକା ଟାକଳିଆଙ୍କ ପାଇଁ ହେଉନି, ଆଉ ସେମାନେ ଟିକେ କହିଦେଉଛନ୍ତି। ଆଉ ଅସୁବିଧା କିଛି ନାହିଁ। ଆପଣ କ'ଣ ପାଇଁ କରୁନାହାନ୍ତି? ମୁଁ ଆଉ କ'ଣ କରିବି, ମୁଁ ତ ଆଉ ସେ ବିଷୟରେ କହିପାରିବିନି। ମୋର ପ୍ରଥମରୁ ସେ ଜିନିଷ ନାହିଁ।
ଆଜ୍ଞା ପ୍ରଥମରୁ ସେ ଡାଇଲଗ୍ ଆସିଲା ମାନେ ମୁଁ ତାକୁ କ୍ୟାନସଲ୍ କରିବି। ସେ ଡାଇଲଗ୍ ସାର୍ ଦେଇ ଯାଇଥିବେ, ସାର୍ ତ ଦେଇନଥିବେ, ସିଏ ଗୋଟେ ଖାଲି ଦୁଇଟା ଏମାନେ ଯୋଡ଼ିକିରି କହିଦେଉଛନ୍ତି। କିନ୍ତୁ ମୁଁ ସ୍କ୍ରିପ୍ଟ ଲେଖା ନଥାଏ। ନା, ସ୍କ୍ରିପ୍ଟରେ କ'ଣ ଲେଖା ଥାଏ ସେଇଟାକୁ ଏମାନେ ୟଙ୍ଗ କମେଡ଼ି ମାନେ ଟିକେ ଯୋଡ଼ିକିରି କହିଦିଅନ୍ତି ଆଉ, ନହେଲେ କିଛି ନାହିଁ। ମୁଁ କହିପାରେ ନା, କାହିଁ ମୋତେ ଟିକେ ଖରାପ ଲାଗିବ। ଆଜ୍ଞା ହଁ, ମୋ ଯାତ୍ରା ଜୀବନ ଭିତରେ ମୁଁ ସେ ଶବ୍ଦ ମୁଁ ପ୍ରୟୋଗ କରେ ନା। ଦୁଇଟା ଅର୍ଥ ଶବ୍ଦ ମୁଁ ପ୍ରୟୋଗ କରେ ନା, ମୋତେ ଟିକେ ଖରାପ ଲାଗେ। କାହିଁକି ମୁଁ ମିଛ କହିବି, ମୋତେ ଭଲ ଲାଗେ ନା ଟିକେ। ମୋର ଯେତିକି ଥିବ ଆଜ୍ଞା ଚରିତ୍ର, ମୁଁ ସେଇ ଚରିତ୍ର ଭିତରେ ଥାଏ। ମୁଁ ବାହାରକୁ ଯାଏ ନା କି କମ୍ କରେ ନା, ମୁଁ ପୁରା ପାରାଲାଲ ହିସାବରେ ମୁଁ ଚାଲେ। ମୋର କ୍ୟାରେକ୍ଟର ଯାହା ପଡ଼ିବ, ଏହା ହେଉଛି କଥା। ଆଉ ଏ ବର୍ଷ ଅପେରା ରାଜ ଦରବାରର କେତେ ଖଣ୍ଡ ନାଟକ ନୂଆ ହେଇଛି? 2 ଖଣ୍ଡ ନୂଆ ନାଟକ ହେବ, ପୁରୁଣା 2 ଖଣ୍ଡ ନାଟକ ରହିବ, 4 ଖଣ୍ଡ ହେବ। ସବୁଥିରେ ଆପଣଙ୍କର ଅଭିନୟ ଅଛି? କହିପାରିବିନି କ'ଣ ପଡ଼ିବ। ଆଜ୍ଞା। ଆପଣ କାଲି ଯେଉଁ ନାଟକ ହେଲା, ପ୍ରଥମ ନାଟକ ତୋ ପରି କେହି ନାହିଁ, ସେଇ ନାଟକର କିଛି ଡାଇଲଗ୍ ଆପଣ ଜାଣିଥିବେ? ନାଇଁ ନାଇଁ, ମୁଁ ଆଉ ତ ଜାଣିନି, ମୋର ତ ସିନ୍ ପଡ଼ିନି ନା। ଆଜ୍ଞା। 2ଟା ସିନ୍ ଆରମ୍ଭ ହେଇଛି, ଆଜ୍ଞା ଆଉ ମୋ ସିନ୍ ପଡ଼ିଥିଲେ ମୁଁ କ'ଣ କହିଥାନ୍ତି। ମୋ ସିନ୍ ତ ନାହିଁ ନା, ହେଇନି, ପଡ଼ିନି। ଏହା ହେଉଛି କଥା। ଶେଷରେ ଦର୍ଶକମାନଙ୍କ ପାଇଁ କ'ଣ ବାର୍ତ୍ତା ରଖିଲେ? ଦର୍ଶକମାନଙ୍କୁ ମୋର ଏତିକି ନିବେଦନ, ନମସ୍କାର। ଦର୍ଶକ ଦେବତାଙ୍କୁ କହିବାର କଥା, ରାଜ ଦରବାରର ଯେଉଁ ନାଟକ ଆଗରୁ ତାଙ୍କର ପୁରୁଣା ନାଟକ ଅଛି, ଭଲ ନାଟକ, ଲୋକ ପ୍ରଶଂସିତ ନାଟକ, ଏ ନୂଆ ନାଟକ ଯାହା ଆସିବ ଆମ ଆଗକୁ କ'ଣ ଭଗବାନଙ୍କ ଦୟା, ସେ ନାଟକ କ'ଣ ହେବ ଆମେ ତ କହିପାରୁନୁ। କିନ୍ତୁ ଆମର ମନୋଭାବ ଅଛି ଏ ନାଟକଟି ଭଲ ହେବ।